तो हेलो साथीମାନେ ଆପଣମାନଙ୍କୁ ପୁଣି ଥରେ ଆମ ଚ୍ୟାନେଲକୁ ସ୍ୱାଗତ। ଆପଣଙ୍କୁ ଯଦି ଆମ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣମାନେ ଆମକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଡେରି କାହିଁକି ଚାଲନ୍ତୁ ଆଜି ଆମେ ଜାଣିବା ସୁନା ଏପିସୋଡ଼ରେ। ତ ଦର୍ଶକ ବନ୍ଧୁ ଗୁଡ଼ିଆ ସୁନାଙ୍କୁ ନ ଦେଖି ବହୁତ ବିଚଳିତ ହୋଇଯାଇଛନ୍ତି ଆଉ କହିଛନ୍ତି ଗୁଡ଼ିଆ କୁଆଡ଼େ ଗଲେ, କିନ୍ତୁ ସେ କହୁଛନ୍ତି ଗୁଡ଼ିଆକୁ ମୁଁ ଦେଖି ନାହିଁ, ସେ କୁଆଡ଼େ ଯାଇଛି। ତାପରେ ସେ ହଠାତ୍ ତାକୁ ଫୋନ୍ରୁ ମେସେଜ୍ ଆସିଲା ଆଉ ଏବେ ଗୁଡ଼ିଆ ସୁରକ୍ଷିତ ଅଛନ୍ତି ବୋଲି ସେ ମେସେଜ୍ ପଢ଼ିଲେ, କିନ୍ତୁ ସେ କହିଲେ ଯେ ଏ ମେସେଜ୍ କାହାର, ଆଉ ସିଏ କହିଲେ ନମ୍ବରକୁ ଦେଖିଲେ ସେ ନୂଆ ନମ୍ବରକୁ ଫୋନ୍ କଲେ ଆଉ ଏବେ ବିବେକଙ୍କର ଆଉ ବିବେକ ଏଠି ତଳେ ପକାଇ ଦେଇଛନ୍ତି ଆଉ ତାପରେ ମୋବାଇଲ୍ ସୁଇଚ୍ ଅଫ୍ ବତାଉଛି। ତାପରେ ସୁନା ରେଚୁରାକି ଗଲେ ଆଉ ମୋବାଇଲ୍ ସୁଇଚ୍ ଅଫ୍ କାହିଁକି, ତାପରେ ଲୋକେସନ୍ ଦେଖି ସିଧା ଷ୍ଟୋର୍ ଘରକୁ ଆସିଯାଇଛନ୍ତି ଆଉ ଏବେ ସୁନା କହୁଛନ୍ତି ଏଇଟା ଲୋକେସନ୍ ମଧ୍ୟ ଆଉ ଏଇ ଘର ମଧ୍ୟ ସେଇ ଲୋକେସନ୍ ବତାଉଛି। ତାପରେ ସେ ଘରକୁ ଗଲେ ଆଉ ଦେଖିଲେ ସମସ୍ତଙ୍କର ପରିବାରଙ୍କର ଆଉ ତାଙ୍କର ଫଟୋ ଅଛି ଆଉ ସେଥିରେ ସେଇ ଘରକୁ ଯେତେବେଳେ ଗଲେ ତାପରେ ସେ ପୁରୁଣା କଥା ତାଙ୍କ ମନେ ପକାଉଥିଲେ ଆଉ ଏଇ ଘର ତାଙ୍କ ନିଜର ଭଳି ଲାଗୁଥିଲା। ଆଉ ତାପରେ ଏବେ ସେ ଫଟୋକୁ ଦେଖିଲେ ଆଉ ଫ୍ୟାମିଲି ଫଟୋକୁ ସମସ୍ତଙ୍କୁ ଦେଖିଲେ ଏଇଟା ମଧ୍ୟ ତାଙ୍କ ନିଜର ଭଳି ଲାଗୁଥିଲି ଯେ ଗୁଡ଼ିଆକୁ ଏବେ ଟର୍ଚର କରୁଥିବେ, ସେଇଥିପାଇଁ ମୋତେ ଏଠୁ ଯିବାକୁ ପଡ଼ିବ। ତାପରେ ସେ ସିଧା ଘରକୁ ଫେରି ଆସିଛନ୍ତି। ସେ ସୁନା ଘର ଭିତରେ ଥିଲେ ଆଉ ସୁଗନ୍ଧା ଦେଖିପାରିଲେ ଆଉ ସୁଗନ୍ଧା ତାକୁ ଚିହ୍ନି ନଥିଲେ ଆଉ ଏବେ ସୁଗନ୍ଧା କିଛି କହି ନ ପାରୁଥିଲେ। କିନ୍ତୁ